ନମସ୍କାର ଦର୍ଶକ ବନ୍ଧୁ, ଭାଗ୍ୟଚକ୍ରର ଏହି ସ୍ୱତନ୍ତ୍ର ଅଧ୍ୟାୟକୁ ଆପଣଙ୍କୁ ଅନେକ ଅନେକ ସ୍ୱାଗତ। ଆଜି ହେଉଛି 9 ମେ 2026 ଶନିବାର। ଆଜିର ଦିନଟି ନ୍ୟାୟର ଦେବତା ଶନିଦେବ ଏବଂ ସଙ୍କଟ ମୋଚନ ଶ୍ରୀ ହନୁମାନଙ୍କୁ ସମର୍ପିତ। ଶନିବାର ଦିନଟି କର୍ମଫଳ ପ୍ରାପ୍ତିର ଦିନ। ଆଜିର ଗ୍ରହ ନକ୍ଷତ୍ରଙ୍କ ସ୍ଥିତି ଆପଣଙ୍କ ଜୀବନରେ କେଉଁ ଦିଗକୁ ପ୍ରବାହିତ କରିବ ଏବଂ କେଉଁ ସାବଧାନତା ଅବଲମ୍ବନ କଲେ ଶନିଦେବଙ୍କ କୃପା ମିଳିବ, ସେ ବିଷୟରେ ଆମେ ଖୁବ୍ ଗଭୀର ଭାବେ ଆଲୋଚନା କରିବା। ତେବେ ଆସନ୍ତୁ ନଜର ପକାଇବା ଆଜିର ସମ୍ପୂର୍ଣ୍ଣ ପଞ୍ଚାଙ୍ଗ ଉପରେ। 9 ମେ 2026 ଶନିବାର, ବୈଶାଖ ମାସ ଶୁକ୍ଲପକ୍ଷ ମେଷ 26 ଦିନ। ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ। ସୂର୍ଯ୍ୟୋଦୟ ସକାଳ 5ଟା 12 ମିନିଟ୍, ସୂର୍ଯ୍ୟାସ୍ତ ସନ୍ଧ୍ୟା 6ଟା 15 ମିନିଟ୍। ତିଥି ଓ ନକ୍ଷତ୍ର। ତିଥି ଅଷ୍ଟମୀ ଦିବା 12ଟା 2 ମିନିଟ୍ ପର୍ଯ୍ୟନ୍ତ, ତାପରେ ନବମୀ। ନକ୍ଷତ୍ର ଧନିଷ୍ଠା ଦିବା 1ଟେ 53 ମିନିଟ୍ ପର୍ଯ୍ୟନ୍ତ, ତାପରେ ଶତଭିକ୍ଷା। ଚନ୍ଦ୍ର କୁମ୍ଭ ରାଶିରେ। ଘାତବାର ଓ ଘାତଚନ୍ଦ୍ର। ଘାତବାର ବୃଷ, ସିଂହ ଓ କନ୍ୟା ରାଶିର ଘାତବାର। ଘାତଚନ୍ଦ୍ର ମିଥୁନ, ମୀନ ଓ ମେଷ ରାଶିର ଘାତଚନ୍ଦ୍ର। ଶୁଭ ବେଳା ଦିବା 6ଟା 55 ମିନିଟ୍ ଠାରୁ 8ଟା 40 ମିନିଟ୍ ପର୍ଯ୍ୟନ୍ତ ଏବଂ 12ଟା 35 ମିନିଟ୍ ଠାରୁ 2ଟା 20 ମିନିଟ୍ ପର୍ଯ୍ୟନ୍ତ। ରାତ୍ର 6ଟା 15 ମିନିଟ୍ ଠାରୁ 8ଟା 30 ମିନିଟ୍ ପର୍ଯ୍ୟନ୍ତ ଏବଂ 11ଟା 45 ମିନିଟ୍ ଠାରୁ 2ଟା 5 ମିନିଟ୍ ପର୍ଯ୍ୟନ୍ତ। ନିଶ୍ଚିତ ଖାଦ୍ୟ। ଅଷ୍ଟମୀ ପାଇଁ ଦିବା 12ଟା 2 ଯାଏଁ ନଡ଼ିଆ ଭକ୍ଷଣ ନିଷେଧ। ନବମୀ ପାଇଁ ଦିବା 12ଟା 2 ପରେ ଲାଉ ଭକ୍ଷଣ ନିଷେଧ। ବିଶେଷ ସୂଚନା ବନ୍ଧୁଗଣ, ଆଜି ହେଉଛି ବୈଶାଖ ଶୁକ୍ଲ ଅଷ୍ଟମୀ। ଶନିବାର ସହ ଅଷ୍ଟମୀ ତିଥିର ସଂଯୋଗ ହେଉଥିବାରୁ ଆଜି ମା ଦୁର୍ଗା ଏବଂ ଶନିଦେବଙ୍କ ଉପାସନା ପାଇଁ ଅତ୍ୟନ୍ତ ପ୍ରଶସ୍ତ ଦିନ। ଆଜି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଚନ୍ଦନ ଯାତ୍ରାର 10ମ ଦିନ। ଆଜି ଶନି ମନ୍ଦିରରେ ରାଶି ତେଲର ଦୀପ ଜାଳିବା ଏବଂ ମାଙ୍କ ପାଖରେ ଓଲୁଅ ଅର୍ପଣ କରିବା ଦ୍ୱାରା ଶତ୍ରୁ ବାଧା ଦୂର ହୋଇଥାଏ ଏବଂ ଗୃହରେ ସୁରକ୍ଷା ବଜାୟ ରହେ। ସନ୍ଧ୍ୟା ସମୟରେ ହନୁମାନ ଚାଳିଶା ପାଠ କରିବା ଶୁଭ ଫଳଦାୟୀ ହେବ। ତେବେ ଆସନ୍ତୁ ଜାଣିବା 12ଟି ରାଶିର ସମ୍ପୂର୍ଣ୍ଣ ରାଶିଫଳ। ପ୍ରଥମେ ମେଷ ରାଶି। ମେଷ ରାଶିର ବନ୍ଧୁଗଣ, ଆଜି କର୍ମକ୍ଷେତ୍ରରେ ଆପଣଙ୍କୁ ନୂଆ ଦାୟିତ୍ୱ ମିଳିପାରେ। ଶନିଦେବଙ୍କ କୃପାରୁ ଆପଣଙ୍କର କଠିନ ପରିଶ୍ରମର ମିଠା ଫଳ ମିଳିବ। ସମାଜରେ ପ୍ରତିଷ୍ଠା ବଢ଼ିବ। ଆର୍ଥିକ ଦିଗରୁ ଦିନଟି ଭଲ ରହିବ, କିନ୍ତୁ ଅଯଥା ବିବାଦରୁ ଦୂରେଇ ରୁହନ୍ତୁ। ଯୁବପିଢ଼ିମାନେ କ୍ୟାରିୟରରେ ନୂଆ ସଫଳତା ପାଇବେ। ଶୁଭ ରଙ୍ଗ ନୀଳ। ଶୁଭ ସଂଖ୍ୟା 8। ପ୍ରତିକାର ହନୁମାନ ଚାଳିଶା ପାଠ କରନ୍ତୁ। ପରବର୍ତ୍ତୀ ରାଶି ବୃଷ ରାଶି। ଆଜି ଆପଣଙ୍କ ପାଇଁ ଘାତବାର। ଅତ୍ୟନ୍ତ ସାବଧାନତା ଅବଲମ୍ବନ କରନ୍ତୁ। ଗାଡ଼ି ଚଲାଇଲା ବେଳେ ଏବଂ ରାସ୍ତାରେ ଯିବାବେଳେ ସତର୍କ ରୁହନ୍ତୁ। କାହା ସହ ଯୁକ୍ତିତର୍କ କରନ୍ତୁ ନାହିଁ। ବ୍ୟବସାୟରେ ସାମାନ୍ୟ କ୍ଷତିର ସମ୍ଭାବନା ଅଛି, ତେଣୁ ବଡ଼ ନିବେଶ ପାଇଁ ଦିନଟି ଭଲ ନୁହେଁ। ପରିବାରର ବଡ଼ମାନଙ୍କ ଆଶୀର୍ବାଦ ନେଇ କାମ କରନ୍ତୁ। ଶୁଭ ରଙ୍ଗ ଧଳା। ଶୁଭ ସଂଖ୍ୟା 6। ପ୍ରତିକାର ଶନି ମନ୍ଦିରରେ ରାଶି ତେଲର ଦୀପଟିଏ ଜାଳନ୍ତୁ। ପରବର୍ତ୍ତୀ ରାଶି ମିଥୁନ ରାଶି। ଆଜି ଦୂର ସ୍ଥାନକୁ ଯାତ୍ରା କରିବାର ଯୋଗ ଅଛି। ଆଧ୍ୟାତ୍ମିକ କାର୍ଯ୍ୟରେ ମନ ଲାଗିବ। ଶିକ୍ଷାର୍ଥୀମାନେ ପାଠପଢ଼ାରେ ଉତ୍ସାହ ଦେଖାଇବେ। ପୈତୃକ ସମ୍ପତ୍ତିକୁ ନେଇ ଚାଲିଥିବା ସମସ୍ୟାର ସମାଧାନ ହୋଇପାରେ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ବାଣୀ ପ୍ରୟୋଗ କରି ଅନ୍ୟମାନଙ୍କ ମନ ଜିଣିବେ। ଶୁଭ ରଙ୍ଗ ସବୁଜ। ଶୁଭ ସଂଖ୍ୟା 5। ପ୍ରତିକାର ଗରିବ ବ୍ୟକ୍ତିଙ୍କୁ କଳା ମୁଗ କିମ୍ବା ବସ୍ତ୍ର ଦାନ କରନ୍ତୁ। ପରବର୍ତ୍ତୀ ରାଶି କର୍କଟ ରାଶି। ଆଜି ଆପଣଙ୍କ ପାଇଁ ଶନିଙ୍କ ଅଷ୍ଟମ ଚଳନ ଯୋଗୁଁ ମାନସିକ ଚାପ ରହିପାରେ। ନିଜର ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ। କର୍ମକ୍ଷେତ୍ରରେ କିଛିଟା ବାଧା ଆସିପାରେ, କିନ୍ତୁ ଆପଣ ନିଜ ସହନଶୀଳତା ଦ୍ୱାରା ତାହାକୁ ଅତିକ୍ରମ କରିବେ। ପାରିବାରିକ ସମସ୍ୟାକୁ ନେଇ ଚିନ୍ତିତ ରୁହନ୍ତୁ ନାହିଁ। ଜୀବନ ସାଥୀଙ୍କ ସହଯୋଗ ମିଳିବ। ଶୁଭ ରଙ୍ଗ କ୍ରିମ୍। ଶୁଭ ସଂଖ୍ୟା 2। ପ୍ରତିକାର ଶ୍ରୀ ବିଷ୍ଣୁ ସହସ୍ରନାମ ଶ୍ରବଣ କରନ୍ତୁ। ପରବର୍ତ୍ତୀ ରାଶି ସିଂହ ରାଶି। ଆଜି ଆପଣଙ୍କ ପାଇଁ ଘାତବାର। କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଆଜି ପାଇଁ ସ୍ଥଗିତ ରଖନ୍ତୁ। କ୍ରୋଧ ଉପରେ ନିୟନ୍ତ୍ରଣ ରଖିବା ନିହାତି ଜରୁରୀ। ବ୍ୟବସାୟରେ ଭାଗିଦାରୀ କାମରେ ସାବଧାନ ରୁହନ୍ତୁ। ପିଲାମାନଙ୍କୁ ନେଇ କିଛି ଚିନ୍ତା ବଢ଼ିପାରେ। ଦାମ୍ପତ୍ୟ ଜୀବନରେ ସାମାନ୍ୟ ମନମାଳିନ୍ୟ ହୋଇପାରେ। ଶୁଭ ରଙ୍ଗ କେଶରୀ। ଶୁଭ ସଂଖ୍ୟା 1।
ପ୍ରତିକାର ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରି ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ। ପରବର୍ତ୍ତୀ ରାଶି କନ୍ୟା ରାଶି। ଆଜି ଆପଣଙ୍କ ପାଇଁ ଘାତବାର ହେଲେ ମଧ୍ୟ ଚତୁର୍ଥ ଚନ୍ଦ୍ର ଯୋଗୁଁ ଭୌତିକ ସୁଖ ମିଳିବ। ନୂଆ ଘର କିମ୍ବା ଗାଡ଼ି କିଣିବା ପାଇଁ ଯୋଜନା ସଫଳ ହେବ। କର୍ମକ୍ଷେତ୍ରରେ ଶତ୍ରୁମାନେ ପରାସ୍ତ ହେବେ। ଆର୍ଥିକ ଉନ୍ନତି ହେବାର ଯୋଗ ଅଛି। ମାଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବ। ଆଜି କୌଣସି ଶୁଭ ଖବର ପାଇପାରନ୍ତି। ଶୁଭ ରଙ୍ଗ ଆକାଶୀ ନୀଳ। ଶୁଭ ସଂଖ୍ୟା 3। ପ୍ରତିକାର ଗୋମାତାକୁ ସବୁଜ ଘାସ ଖାଇବାକୁ ଦିଅନ୍ତୁ। ପରବର୍ତ୍ତୀ ରାଶି ତୁଳ ରାଶି। ଆଜି ଆପଣଙ୍କ ପରାକ୍ରମ ବୃଦ୍ଧି ପାଇବ। ଭାଇ ଭଉଣୀଙ୍କ ସହ ସୁସମ୍ପର୍କ ରହିବ। କଳା ଓ ସାହିତ୍ୟ କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ସଫଳତା ପାଇବେ। ବ୍ୟବସାୟରେ ନୂଆ ଚୁକ୍ତି ହୋଇପାରେ। ଆର୍ଥିକ ଦିଗ ସୁଦୃଢ଼ ରହିବ। ଦୂର ଯାତ୍ରା ଲାଭଦାୟକ ହେବ। ମନ ପ୍ରଫୁଲ୍ଲ ରହିବ। ଶୁଭ ରଙ୍ଗ ରୂପେଲି। ଶୁଭ ସଂଖ୍ୟା 7। ପ୍ରତିକାର ଶନି ଚାଳିଶା ପାଠ କରନ୍ତୁ। ପରବର୍ତ୍ତୀ ରାଶି ବିଛା ରାଶି। ଆଜି ଆପଣଙ୍କୁ ଧନପ୍ରାପ୍ତିର ଯୋଗ ଅଛି। ପରିବାରରେ କୌଣସି ଶୁଭ କାର୍ଯ୍ୟ ସମ୍ପନ୍ନ ହୋଇପାରେ। ମିଠା ଖାଦ୍ୟର ଆନନ୍ଦ ନେବେ। ବ୍ୟବସାୟରେ ବଡ଼ ଅଙ୍କର ଲାଭ ହୋଇପାରେ। କିନ୍ତୁ ଆଜି କାହାକୁ ଋଣ ଦିଅନ୍ତୁ ନାହିଁ। ବାକ୍ ସଂଯମତା ରକ୍ଷା କରନ୍ତୁ, ନଚେତ୍ ଅଯଥା ବିବାଦ ହୋଇପାରେ। ଶୁଭ ରଙ୍ଗ ନାଲି। ଶୁଭ ସଂଖ୍ୟା 9। ପ୍ରତିକାର ହନୁମାନ ବାହୁକ ପାଠ କରନ୍ତୁ। ପରବର୍ତ୍ତୀ ରାଶି ଧନୁ ରାଶି। ଆଜିର ଦିନଟି ଆପଣଙ୍କ ପାଇଁ ବହୁତ ଭଲ ରହିବ। ମାନସିକ ଓ ଶାରୀରିକ ସୁସ୍ଥତା ଅନୁଭବ କରିବେ। ଆପଣଙ୍କର ବ୍ୟକ୍ତିତ୍ୱ ଅନ୍ୟମାନଙ୍କୁ ପ୍ରଭାବିତ କରିବ। ସମସ୍ତ ଅଟକି ରହିଥିବା କାର୍ଯ୍ୟ ଆଜି ସୁରୁଖୁରୁରେ ସମ୍ପନ୍ନ ହେବ। ବିବାହିତ ଜୀବନ ସୁଖମୟ ରହିବ। ନୂଆ ବସ୍ତ୍ର ଆଭୂଷଣ କିଣିବାର ଯୋଗ ଅଛି। ଶୁଭ ରଙ୍ଗ ହଳଦିଆ। ଶୁଭ ସଂଖ୍ୟା 3। ପ୍ରତିକାର ମନ୍ଦିରରେ ହଳଦିଆ ରଙ୍ଗର ମିଠା ଦାନ କରନ୍ତୁ। ପରବର୍ତ୍ତୀ ରାଶି ମକର ରାଶି। ଆଜି ଖର୍ଚ୍ଚର ମାତ୍ରା ବୃଦ୍ଧି ପାଇପାରେ। ଅଯଥା ଭ୍ରମଣ ଯୋଗୁଁ କ୍ଳାନ୍ତି ଅନୁଭବ କରିବେ। କୋର୍ଟ କଚେରୀ ମାମଲା ଆଜି ପାଇଁ ଟାଳି ଦିଅନ୍ତୁ। କର୍ମକ୍ଷେତ୍ରରେ କଠିନ ପରିଶ୍ରମ କଲେ ହିଁ ସଫଳତା ମିଳିବ। ନିଜର ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ। ଆଧ୍ୟାତ୍ମିକତା ଆଡ଼କୁ ମନ ବଳାଇଲେ ଶାନ୍ତି ମିଳିବ। ଶୁଭ ରଙ୍ଗ କଳା। ଶୁଭ ସଂଖ୍ୟା 4। ପ୍ରତିକାର ଶନି ମୂଳମନ୍ତ୍ର ଓମ୍ ସଂ ଶନିଚରାୟ ନମଃ 108 ଥର ଜପ କରନ୍ତୁ। ପରବର୍ତ୍ତୀ ରାଶି କୁମ୍ଭ ରାଶି। ଆଜି ଆପଣଙ୍କ ପାଇଁ ଆୟର ମାର୍ଗ ପ୍ରଶସ୍ତ ହେବ। ବିଭିନ୍ନ ସୂତ୍ରରୁ ଧନ ଲାଭର ସମ୍ଭାବନା ଅଛି। ବନ୍ଧୁମାନଙ୍କ ସହ ଖୁସିରେ ସମୟ କଟିବ। ବ୍ୟବସାୟରେ ଆଶାତୀତ ସଫଳତା ମିଳିବ। ସନ୍ତାନମାନଙ୍କ ସଫଳତା ପାଇଁ ଆପଣ ଗର୍ବ ଅନୁଭବ କରିବେ। ପ୍ରେମ ଜୀବନରେ ଆଜି ମଧୁରତା ରହିବ। ଶୁଭ ରଙ୍ଗ ବାଇଗଣୀ। ଶୁଭ ସଂଖ୍ୟା 6। ପ୍ରତିକାର ଅସହାୟ ବ୍ୟକ୍ତିଙ୍କୁ ଜୋତା କିମ୍ବା ଛତା ଦାନ କରନ୍ତୁ। ପରବର୍ତ୍ତୀ ରାଶି ମୀନ ରାଶି। ଆଜି କର୍ମମୟ ଦିନ ରହିବ। ଚାକିରି କ୍ଷେତ୍ରରେ ଉନ୍ନତି ଓ ସମ୍ମାନ ମିଳିବ। ନୂଆ ଚାକିରି ପାଇଁ ଆଶାୟୀ ଥିବା ବ୍ୟକ୍ତିଙ୍କୁ ଶୁଭ ସମ୍ବାଦ ମିଳିବ। ସାମାଜିକ କାର୍ଯ୍ୟରେ ଯୋଗ ଦେଇ ପ୍ରଶଂସିତ ହେବେ। ଆର୍ଥିକ ଦିଗ ମଜବୁତ ରହିବ। ପରିବାରରେ ବଡ଼ମାନଙ୍କ ସହଯୋଗ ଆପଣଙ୍କୁ ଆଗକୁ ବଢ଼ିବାରେ ସାହାଯ୍ୟ କରିବ। ଶୁଭ ରଙ୍ଗ ହଳଦିଆ। ଶୁଭ ସଂଖ୍ୟା 2। ପ୍ରତିକାର ଭଗବାନ ବିଷ୍ଣୁଙ୍କୁ ହଳଦୀ ଚନ୍ଦନର ତିଳକ ଲଗାନ୍ତୁ। ବନ୍ଧୁଗଣ, ଏହା ଥିଲା 9 ମେ 2026 ଶନିବାରର ସମ୍ପୂର୍ଣ୍ଣ ପଞ୍ଚାଙ୍ଗ ଏବଂ ବିସ୍ତୃତ ରାଶିଫଳ। ଶନିଦେବ ଆପଣଙ୍କର ସମସ୍ତ ବିପଦ ଦୂର କରନ୍ତୁ। ଯଦି ଆପଣଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଥାଏ ତେବେ ଲାଇକ୍ କରି ସେୟାର କରନ୍ତୁ ଏବଂ କମେଣ୍ଟ ବକ୍ସରେ ଜୟ ଶନିଦେବ କିମ୍ବା ଜୟ ବଜରଙ୍ଗବାଲି ଲେଖିବାକୁ ଭୁଲନ୍ତୁ ନାହିଁ। ପୁଣି ଦେଖା ହେବ ଆସନ୍ତାକାଲିର ଭାଗ୍ୟଫଳ ସହ। ସେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ଧନ୍ୟବାଦ। ଜୟ ଜଗନ୍ନାଥ।